80 ବର୍ଷରେ ପଦାର୍ପଣ କରିଛନ୍ତି ଓଡ଼ିଆ ସିନେ ଜଗତର ବାଦଶାହ ତାନସେନ ସିଂ। ଭୁବନେଶ୍ୱର ଜୟଦେବ ଭବନରେ ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ଓଡ଼ିଶାର ବିଶିଷ୍ଟ ସଙ୍ଗୀତଜ୍ଞ ତାନସେନ ସିଂଙ୍କ 80ତମ ଜନ୍ମଦିବସ ପାଳନ କରାଯାଇଛି। ଓଡ଼ିଆ ସିନେମା ଜଗତ ପାଇଁ ତାନସେନ ସିଂଙ୍କ ଯୋଗଦାନ ଅନେକ ରହିଛି। ତାଙ୍କରି ଗୀତ ପାଇଁ ଅନେକ ଓଡ଼ିଆ ଚଳଚ୍ଚିତ୍ର ସଫଳତା ହାସଲ କରିବା ସହିତ ଅନେକ ଗୁଡ଼ିଏ ଗୀତ ଆଜି ବି ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିପାରିଛି। ଯେପରି ଚିହ୍ନା ଅଚିହ୍ନା ଚଳଚ୍ଚିତ୍ରର ଝୁମକା ଟିକେ ତୁ ତ ହଲେଇ ଦେ, ଅକ୍ଷୟ ତୃତୀୟା ଚଳଚ୍ଚିତ୍ରର ଆଶା କିଏ ଖାଇବ ଆମ ରଜା ଘର ଖାନା, ଏହିପରି ଅନେକ ଗୁଡ଼ିଏ ସୁପରହିଟ୍ ଗୀତ ଗାଇ ସେ ଦର୍ଶକଙ୍କ ମନରେ ନିଜର ସ୍ଥାନ ପାଇପାରିଛନ୍ତି। ଏହି ଓଡ଼ିଆ ସଙ୍ଗୀତ ବାଦଶାହଙ୍କ 80ତମ ଜନ୍ମ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏକାମ୍ର ବିଧାୟକ ବାବୁ ସିଂ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଏମଏସଏମଇ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୁରଜ ସିଂ ସୁରଜ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ତାନସେନ ସିଂଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏଥିସହିତ ମାନନୀୟ ବାଚସ୍ପତି ସୁରମା ପାଢ଼ୀ ତାନସେନ ସିଂଙ୍କୁ ସମ୍ମାନିତ କରିଥିଲେ। ଭୁବନେଶ୍ୱରରୁ ଏଲନା ମହାନ୍ତିଙ୍କ ରିପୋର୍ଟ, ଜନଶକ୍ତି ଟିଭି।